ଆଜିର 30ଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। 1. ସଦଗୁଣ ହିଁ ମନୁଷ୍ୟର ସୌନ୍ଦର୍ଯ୍ୟକୁ ଶତଗୁଣ ବୃଦ୍ଧି କରିଥାଏ। ଜ୍ଞାନୀ ବ୍ୟକ୍ତି କଦାପି ବ୍ୟବହାରର ରୂପ ଦେଖି ମୁଗ୍ଧ ହୁଅନ୍ତି ନାହିଁ। ସେମାନେ କାର୍ଯ୍ୟକ୍ରମର ବିଶ୍ଳେଷଣ କରି ମନୁଷ୍ୟକୁ ବିଚାର କରନ୍ତି। 2. ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବେ ନାହିଁ, କାହିଁକିନା ସେମାନେ ତ ଅମୃତ ଭଣ୍ଡା କିଣିଲା ବେଳେ ପଚାରନ୍ତି ମିଠା ଅଛି କି ନାହିଁ, କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଆଉ ସତ୍ୟ କଥା ହେଲା କିଣି ସାରିଲା ପରେ ସେମାନେ ଲୁଣ ଲଗେଇ ହିଁ ଖାଇଥାନ୍ତି। 3. କେବଳ ସାପ ନୁହେଁ ବନ୍ଧୁ, କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି। ସାପକୁ ତ ଦୂରରୁ ଚିହ୍ନି ହୁଏ, କିନ୍ତୁ ବିଷାକ୍ତ ମଣିଷକୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ। 4. ଜୀବନ ଗୋଟିଏ ମିନିଟରେ ବଦଳି ଯାଇନଥାଏ, କିନ୍ତୁ ଗୋଟିଏ ମିନିଟରେ ନେଇଥିବା ନିଷ୍ପତ୍ତି ଆମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥାଏ। 5. ଯେଉଁମାନେ ନିଜ ସତ୍ୟରେ ଜିତିଥାନ୍ତି, ଖୁସି ସେମାନଙ୍କୁ ମିଳିନଥାଏ। ଖୁସି ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସି ପାଇଁ ନିଜ ଜୀବନର ସତ୍ୟକୁ ବଦଳାଇ ଦେଇଥାନ୍ତି। 6. ଗୋଟିଏ କ୍ୟାଲେଣ୍ଡର ବଦଳିବା ପାଇଁ 365 ଦିନ ସମୟ ଲାଗିଥାଏ, କିନ୍ତୁ ଗୋଟିଏ ମଣିଷ ବଦଳିବା ପାଇଁ ଛାଡ଼ ସେ କଥା, ନ କହିବା ଭଲ। ସେଭଳି ଲୋକଙ୍କ କଥାକୁ ଧ୍ୟାନ ନ ଦେଇ ଖାଲି ନିଜର କର୍ତ୍ତବ୍ୟ କରିଚାଲନ୍ତୁ, ସମୟ ଅନୁସାରେ ସବୁକିଛି ଠିକ୍ ହୋଇଯିବ। 7. ଭଗବାନଙ୍କର ସୃଷ୍ଟିରେ ନିୟମର ଉଲ୍ଲଂଘନ ହୁଏ ନାହିଁ। ଏହି ସତ୍ୟରେ ଦୃଢ଼ ହୋଇ ଯେଉଁ ବ୍ୟକ୍ତି ଜୀବନ ନିର୍ବାହ କରନ୍ତି, ସେ ମାନସିକ ସୁସ୍ଥତାକୁ ପ୍ରାପ୍ତ କରନ୍ତି। ତା ଛଡ଼ା ଅନ୍ୟ କୌଣସି ଉପାୟରେ ମନୁଷ୍ୟ ସ୍ଥିର ହୋଇ ରହିପାରିବ ନାହିଁ। 8. ସବୁବେଳେ ନିଜର ଭୁଲକୁ ସ୍ୱୀକାର କରନ୍ତୁ, କାହିଁକିନା ଭୁଲ ସ୍ୱୀକାର କରିଲେ ହିଁ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ, ଆଉ ନିଜକୁ ସୁଧାରି ନେବାର ବାଟ ମଧ୍ୟ ପାଇଥାଏ। 9. ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ, କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହୋଇଯାଇଛି ଯେ ଅନ୍ୟମାନେ ଦୁଃଖ କମ୍ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। 10. ଜୀବନ 2 ଦିନର ହେଉ କି 4 ଦିନର, ସେଥିରେ କିଛି ଯାଏ ଆସେ ନାହିଁ। ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି, ତୁମେ ଜୀବନକୁ ମିଳିଛ। 11. ଆମ ସମାଜର ସେହି ବନ୍ଧୁମାନେ ଭଲ ହୋଇଥାନ୍ତି ଯେଉଁମାନେ କି ସମସ୍ତ ପ୍ରକାର ପରିସ୍ଥିତିରେ ଆମକୁ ସାଥ ଦେଇଥାନ୍ତି ଏବଂ ସେହି ବନ୍ଧୁତ୍ୱର ମଧ୍ୟ କୌଣସି ସର୍ତ୍ତର ସ୍ଥାନ ନଥାଏ। 12. ପିତାମାତାଙ୍କ ଆଖିରେ 2 ଥର ଲୁହ ଆସିଥାଏ, ଯେବେ ଝିଅ ଶାଶୁଘର ଚାଲିଯାଏ ଆଉ ଯେବେ ପୁଅ ମୁହଁ ମୋଡ଼ିଦିଏ। 13. ଆଖି ନଥିବା ଲୋକ ହୁଏତ ଅନ୍ଧ ହୋଇ ନପାରେ, କାରଣ ଭଗବାନ ତାଙ୍କୁ ସେତିକି ଶକ୍ତି ଦେଇଛନ୍ତି। ସେ ନିଜର ସାମର୍ଥ୍ୟ ବଳରେ ସବୁକିଛି ଜାଣିପାରିବ। ଆଉ ଯେଉଁମାନେ ଅନ୍ୟାୟକୁ ଦେଖି ମଧ୍ୟ ସର୍ବଦା ଚୁପଚାପ ରହନ୍ତି, ଅଧର୍ମୀମାନଙ୍କର ପଥରୋଧ କରନ୍ତି ନାହିଁ ଏବଂ ଭ୍ରଷ୍ଟାଚାରକୁ ସହିଯାଆନ୍ତି, ସେମାନେ ହିଁ ପ୍ରକୃତରେ ଅନ୍ଧ ହୋଇଥାନ୍ତି। 14. ମାଆ ଭଳି ଭଲ ପାଉଥିବା, ବୁଝିପାରୁଥିବା ଆଉ ବୁଝାଇ ପାରୁଥିବା ସାଥୀଟିଏ ମିଳିବା ବହୁତ କଷ୍ଟ। ସେଥିପାଇଁ ତ କୁହାଯାଏ ଯେ ମାଆଠାରୁ ବଡ଼ ବନ୍ଧନ ଏବଂ ମାଆଠାରୁ ବଡ଼ ବିକଳ୍ପ ଏ ସଂସାରରେ ଆଉ କିଛି ନାହିଁ। 15. ଆପଣ ସର୍ବଦା ସତ୍ୟ କୁହନ୍ତୁ। ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୂର୍ବରୁ 100 ଗୁଣା ଅଧିକ ମଜବୁତ ସହିତ ଫେରିବା ନିଶ୍ଚିତ। 16. ସର୍ବଦା ନିଜ ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ନହେଲେ ସେମାନେ ଆପଣଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇ ନପାରନ୍ତି। 17. ଆମେ ଚାଲିବା ସମୟରେ ପଡ଼ିଗଲେ କଷ୍ଟ ତ ହୁଏ, କିନ୍ତୁ ରାସ୍ତାରେ ଯଦି ଝୁଣ୍ଟିବା ତେବେ ଆମେ ଚାଲିବା ଶିଖିଯିବା। 18. ସିଗାରେଟ୍, ଗୁଟ୍ଖା, ଆଲକୋହଲ ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ। ଏହା କେବଳ ଆମର ବଡି ପ୍ରତି ବିପଦ ନୁହେଁ, ଆମ ପରିବାର ଆଉ ସମାଜର ମଧ୍ୟ ବହୁତ ଲସ୍ କରିଥାଏ। 19. ଅସୁବିଧା ସମୟରେ ପ୍ରକୃତ ସାଥୀ ଆମର ଅନ୍ତରଙ୍ଗ ବନ୍ଧୁ ହିଁ ହୋଇଥାଏ, ହେଲେ ବନ୍ଧୁର ବନ୍ଧୁତ୍ୱର ଗଭୀରତା ତା'ର ସହଯୋଗ ଓ ତ୍ୟାଗରୁ ହିଁ ଜଣାପଡ଼ିଥାଏ। 20. ଜୀବନର ରାସ୍ତାରେ ସେ ପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଛନ୍ତି।
21 ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ଅଯଥା ସନ୍ଦେହ ସବୁବେଳେ ବିଶ୍ୱାସଘାତକତାକୁ ନିମନ୍ତ୍ରଣ କରି ଆଣେ, ତେଣୁ ଯଥାସମ୍ଭବ ସେଥିରୁ ନିବୃତ୍ତ ରୁହନ୍ତୁ। 22 ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ ଯଦି ମଣିଷ ପାଖରେ ଶାନ୍ତି ନାହିଁ। 23 ଆତ୍ମନିର୍ଭରଶୀଳ ହୁଅନ୍ତୁ, ନିଜର ପ୍ରଶଂସା ନିଜେ ହିଁ କରନ୍ତୁ, କାରଣ ନିନ୍ଦା କରିବା ପାଇଁ ଏଠି ବହୁତ ଲୋକ ଅଛନ୍ତି। 24 କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ। ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ। 25 ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମ ପାଇଁ ଦୁଇଟି ରାସ୍ତା ଆଣିଦିଏ। ପ୍ରଥମଟି ହେଉଛି ଶୋଇ ରହି ଆନନ୍ଦରେ ସ୍ୱପ୍ନ ଦେଖିବା, ଦ୍ୱିତୀୟଟି ହେଉଛି ସ୍ୱପ୍ନକୁ ସତ କରିବାକୁ ସଂଘର୍ଷ କରିବା। 26 ଯଦି କାହା ହୃଦୟରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି, ତାହେଲେ ତା'ର ଏକମାତ୍ର ସହଜ ଏବଂ ସରଳ ଉପାୟ ହେଲା ନିଜର ଭଲ ବ୍ୟବହାର ଓ ମଧୁର ବଚନ, ଯାହାଦ୍ୱାରା ଜଣେ ନୁହେଁ ହଜାର ହଜାର ହୃଦୟର ମନ କିଣି ହେବ। 27 ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ, କାହିଁକିନା ଯଦି ଜୀବନର ଆଧାର ହଜିଯିବ, ତେବେ ସ୍ୱପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ। 28 ଯଦି ଆପଣ ଅନ୍ୟ କାହା ଦ୍ୱାରା ନିଜର କାମ କରାଉଛନ୍ତି, ତାହେଲେ ଦୟାକରି ଓ କାମ ସରିଯିବା ପରେ ଧନ୍ୟବାଦ କହିବା ଜମାରୁ ଭୁଲନ୍ତୁ ନାହିଁ। 29 ନିଜକୁ ସର୍ବଦା ସୁନା କଏନ୍ ଭଳି ବନାନ୍ତୁ, କାରଣ ନାଳରେ ପଡ଼ିଥିଲେ ବି ତା'ର ଦାମ କେବେ ବି କମିନଥାଏ। 30 ଭୋକ ଲାଗିଲେ ମା, ଦୁଃଖ ଲାଗିଲେ ମା, ଭୟ ଲାଗିଲେ ମା, ଏଇଭଳି ସବୁବେଳେ ମା ମା ବୋଲି ଆମେ ଡାକିଥାଉ, କିନ୍ତୁ ଯେତେବେଳେ ପିଲା ଉନ୍ନତି ହୋଇ ଖୁସିରେ ରହେ, ସେ ନିଜ ମା ବାପାଙ୍କୁ ଭୁଲିଯାଏ। ମନେ ରଖିଥାନ୍ତୁ, ମା ବାପାଙ୍କ ଭଳି ଦୁନିଆରେ ଆଉ କେହି ବି ମିଳିବେ ନାହିଁ। ସୋ ଫ୍ରେଣ୍ଡସ୍, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।